नमस्कार सोनालीस किचन को आपण समस्त को अनेक अनेक स्वागत। गोटे प्रकार अंडा तरकारी खाई खाई जदि आपण मानकु बोर लागिलानी ताहेले थरे मात्र आपण अंडा को एही परी उपाय रे बनेइकी देखंतु। आपण समस्त को बहुत ही पसंद आसीबो। थरे आपण जदि एही परी बनेइकी खाइबे निश्चिंत बारंबार आपणको एही परी अंडा को बनेइकी खायाकू पसंद हबो। ताहेले रेसिपी स्टार्ट करनेवा पूर्वरु जदि आपण माने मो चैनल रे नुआ किंबा मो चैनल को एजाए सब्सक्राइब करि नाहंती ताहेले फटाफट सब्सक्राइब करि नियंतु। तो चलंतु आउ डेरी न करी स्टार्ट करि नबा आजिर रेसिपी जहार ना हैला ढाबा स्टाइल अंडा मसला। अंडा मसला बनेवा पई मु एठी नेछि 5टी सिझा अंडा तार ऊपरर कवर को मु काढी नेछि। एथिरे मु हल्का हल्का कट लगेई नउछि काहेकि ना जहाँ भी तेल मसला व्यवहार करिवा से सब अंडा भितर को जाई परिबो एवं इम्पोर्टेंट हैला तेल रे भाजिला बेले अंडा जेमति फाटिबनी। एबे एथिरे मु 1/4 टीस्पून हळदी गुंड नउछि, 1/4 टीस्पून लंका गुंड नउछि। आपण आपणकर स्वाद अनुसारे 5टी अंडारे जेतिकी लुण लागिबा कथा सेतिकी नेबे। एबे देखंतु सेई अंडा को मो हळदी लंका लुण सहित भल भाबरे गोळेई नउछि। जदि अंडा गोळेई हो नथिबो ताहेले 1 ରୁ 2 चामच पानी देइकी आको भल भाबरे गोळेई देबे। ଚାଲନ୍ତୁ ଏବେ ଆଉ ଗୋଟେ ଷ୍ଟେପ୍ କୁ ଯିବା। ମୁଁ ଏଠି କିଛି ତେଲ ନେଇଛି, ତାକୁ ଭଲ ଭାବରେ ଗରମ କରି ନେଇଛି। ମୁଁ ଆଗରୁ 2ଟି ମିଡିୟମ ସାଇଜର ପିଆଜକୁ କାଟିକି ରଖିଥିଲି, ତାକୁ ଏବେ ମୁଁ ଭଲ ଭାବରେ ଫ୍ରାଏ କରିଦେବି। ଗୋଲ୍ଡେନ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ମୁଁ ଆକୁ ଫ୍ରାଏ କରିବି। ଏଥିରେ ମୁଁ 8 ରୁ 9ଟି କାଜୁ ନଉଛି, 2ଟି ଶୁଖିଲା ଲଙ୍କା ନଉଛି। ଆକୁ ମୁଁ ମଝିରେ ଆଡ୍ କରୁଛି କାହିଁକି ନା ଯଦି ପ୍ରଥମରୁ କାଜୁ ଆଡ୍ କରିଦେଇଥାନ୍ତି ତାହେଲେ କାଜୁ ପୁରା ପୋଡି ଯାଇଥାନ୍ତା। ତ ଏଇ ଷ୍ଟେଜରେ ମୁଁ କାଜୁ ଆଉ ଶୁଖିଲା ଲଙ୍କାକୁ ଆଡ୍ କରୁଛି। ଦେଖନ୍ତୁ ଆମର କାଜୁ ଆଉ ପିଆଜ ଭଲ ଭାବରେ ଭାଜି ହେଇସାରିଛି। ଆମର ପିଆଜ ପୁରା ଗୋଲ୍ଡେନ ବ୍ରାଉନ୍ କଲର ହେଇଯାଇଛି। ଆକୁ ଆଉ ଅଧିକ ପୋଡିବିନି, ମୁଁ ଆକୁ କିଛି ସମୟ ଥଣ୍ଡା ହବା ପାଇଁ ଛାଡି ଦଉଛି। ଦେଖନ୍ତୁ ମୁଁ ଗୋଟେ ମିକ୍ସିଂ ଜାର ନେଇଛି, ସେଇଥିରେ ସେ ଭାଜିକି ରଖିଥିବା ପିଆଜକୁ ଦଉଛି। ମୁଁ 3 ରୁ 4ଟି ଟମାଟୋକୁ କାଟିକି ରଖିଥିଲି, ତାକୁ ମଧ୍ୟ ମୁଁ ଭଲ ଭାବରେ ପେଷ୍ଟ କରିନେବି। ଦେଖନ୍ତୁ ଆମର ମସଲା ପୁରା ରେଡି ହେଇଯାଇଛି। ଏବେ ମୁଁ ଗୋଟେ ଗିନାରେ 1 ଚାମଚ ହଳଦୀ ଗୁଣ୍ଡ, 1 ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ଜିରା ଗୁଣ୍ଡ, 1 ଚାମଚ ଧନିଆ ଗୁଣ୍ଡ ଏବଂ 1 ଚାମଚ ଗରମ ମସଲା ଗୁଣ୍ଡ ଏବଂ ମସଲାରେ ଚଟପଟା ଫ୍ଲେଭର ଆଣିବା ପାଇଁ ମୁଁ 1 ଚାମଚ ବ୍ଲାକ୍ ପେପର ପାଉଡରକୁ ଆଡ୍ କରୁଛି। ଆପରେ ଆକୁ ପାଣିରେ ମୁଁ କିଛି ସମୟ ପାଇଁ ଗୋଳେଇକି ରଖିଦେବି। ଦେଖନ୍ତୁ ମୁଁ କୋଉପରି ଭାବରେ ଏଇ ମସଲାଟି ତିଆରି କଲି। ଅଣ୍ଡା ଛାଣିବା ପାଇଁ ଦେଖନ୍ତୁ ମୁଁ ଏଠି ଗୋଟେ କଢେଇରେ ତେଲ ଗରମ କରିନେଇଛି। ଆଗରୁ ମ୍ୟାରିନେଟ କରିକି ରଖିଥିବା ଅଣ୍ଡା ସବୁକୁ ମୁଁ ଏବେ ଭାଜିବା ପାଇଁ ତେଲ ଉପରେ ଦଉଛି। ଅଣ୍ଡାରେ ଆଗରୁ କଟ୍ ଲଗେଇଥିଲେ ମଧ୍ୟ ଅଣ୍ଡା ଫାଟିବାର ଚାନ୍ସ ଥାଏ, ତ ବେଟର ହବ ଆପଣ କଭରକୁ ଘୋଡେଇ ଘୋଡେଇ ଆପଣ ଅଣ୍ଡାକୁ ଭାଜିବେ। ଅଣ୍ଡାକୁ ନାଲି ହବା ପର୍ଯ୍ୟନ୍ତ ଭାଜିବେ ଯେମିତିକି ସୁନ୍ଦର ଦେଖାଯିବ। ଦେଖନ୍ତୁ ମୋର ଅଣ୍ଡା ଏଠି ପୁରା ବଢିଆ ସେ ଭାଜି ହେଇଯାଇଛି, ମୁଁ ଆକୁ କାଢି ନେଇଛି। ଏବେ ସେଇ ତେଲରେ ମୁଁ କିଛି ଗରମ ମସଲା ପକଉଛି। ଆପଣ ଆପଣଙ୍କ ପାଖରେ ଯାହା ସବୁ ଗରମ ମସଲା ଥିବ ତାକୁ ଆପଣ ପକେଇ ଦେଇ ପାରିବେ। ଦେଖନ୍ତୁ ଜିରା ଭାଜି ହେବା ପର୍ଯ୍ୟନ୍ତ ମୁଁ ଏଇଠି ଆକୁ ଭାଜି ଦଉଛି। ତାପରେ ମୁଁ ଆଗରୁ ଯୋଉ ବଟା ମସଲା ରେଡି କରିକି ରଖିଥିଲି, ଯୋଉ ଟମାଟୋ ଆଉ ଭାଜିକି ରଖିଥିଲି ଯୋଉ କାଜୁ ପିଆଜ ତାର ପେଷ୍ଟକୁ ମୁଁ ଏଇଠି ମସଲା କରିଛି, ତାକୁ ମୁଁ ଏବେ ଭଲ ଭାବରେ ତେଲରେ ଭାଜି ଦଉଛି। ମସଲାକୁ ଭଲ ଭାବରେ ତେଲରେ ଭାଜି ନେବେ। ଦେଖନ୍ତୁ ମୁଁ କେମିତି ଭଲ ଭାବରେ ଭାଜି ନେଇଛି। ଏବେ ମୁଁ ଆଗରୁ ଯୋଉ ଘୋଳ ପ୍ରସ୍ତୁତ କରିଥିଲି ହଳଦୀ ଲଙ୍କା ଜିରା ଧନିଆ ଗରମ ମସଲା ଗୋଲମରିଚ ଗୁଣ୍ଡର ଘୋଳ, ତାକୁ ମୁଁ ଏବେ ଏଇ ଷ୍ଟେଜରେ ଦେଇ ଦଉଛି। ଭଲ ଭାବରେ ଆକୁ ଚଲେଇ ନଉଥିବେ। ଦେଖନ୍ତୁ ମୋର ମସଲା ଏବେ କଷି ହେଇ ଆସୁଛି, ତେଲ ମସଲାକୁ ଛାଡିକି ଅଲଗା ହେଇଯାଉଛି, ତ ଜାଣିବେ ମସଲା ଭଲ ଭାବରେ କଷି ହେଇ ଆସୁଛି। ଆଉ କିଛି ସମୟ ଏବେ ମୁଁ ତାକୁ ଘୋଡେଇକି ଆଉ କିଛି ସମୟ କଷି ନଉଛି। ମସଲାରେ ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ଲୁଣ ଦେଇଦେବେ। ଏବେ ମୁଁ ଏଇ ମସଲାରେ ଅଧା ଗ୍ଲାସ ପାଣି ଦଉଛି। ଆପଣ ଆକୁ ବେଶୀ ପାଣିଆ କରିବେନି କାହିଁକି ନା ଆର ନାଁ ହେଲା ଅଣ୍ଡା ମସଲା। ତ ମୁଁ ଏତିକି ପାଣି ନଉଛି, ଏତିକି ପାଣିକୁ ମୁଁ ଭଲ ଭାବରେ ଏବେ ଫୁଟିବା ପାଇଁ ଦେବି।
ମୁଁ ଏଠି କିଛି ଭୃଷଙ୍ଗ ପତ୍ର ନେଇଥିଲି ତାକୁ ମଧ୍ୟ ଏଇ ସମୟରେ ମୁଁ ଆଡ୍ କରୁଛି। ଆଉ କିଛି ସମୟ ମସଲାକୁ ଗୋଳେଇ ନଉଛି। ଦେଖନ୍ତୁ ଆମ ମସଲାର ଗ୍ରେଭି କେତେ ବଢିଆ ହେଇଛି ଏବଂ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହେଇଛି। ଏବେ ମୁଁ ଆଗରୁ ଯୋଉ ଛାଣିକି ରଖିଥିଲି ଅଣ୍ଡା ସବୁକୁ ଏଇ ମସଲାରେ ଗୋଟେ ଗୋଟେ କରିକି ଦେଇ ଦଉଛି। ସବୁତକ ଅଣ୍ଡା ଦେଲା ପରେ ମୁଁ ଆର ଲିଡ୍‌କୁ କଭର କରିକି 5 ରୁ 7 ମିନିଟ୍ ପୁରା ଲୋ ଫ୍ଲେମ୍‌ରେ ଆକୁ ସିଝିବା ପାଇଁ ଦେବି। କାହିଁକି ନା ଦମ୍ ହେଇକି ମସଲା ସବୁ ଅଣ୍ଡା ଭିତରକୁ ଭଲ ଭାବରେ ଯେମିତି ଭେଦିଯିବ। ଦେଖନ୍ତୁ 5 ରୁ 7 ମିନିଟ୍ ହେଇଯାଇଛି। ଏବେ ମୋ ଅଣ୍ଡା ତରକାରୀ ପୁରାପୁରି ସର୍ଭ କରିବା ପାଇଁ ରେଡି ହେଇଯାଇଛି। ଆପଣ ଲାଷ୍ଟରେ ଏମିତି ଧନିଆ ପତ୍ର ଦେଇକି ଆକୁ ଗାର୍ନିସିଂ କରିପାରିବେ। ମୁଁ ଏଥିରେ ବେଶୀ ପାଣି ୟୁଜ୍ କରିନି। ଆପଣ ଯଦି ଚାହିଁବେ ଆକୁ ଆଉ କିଛି ପାଣି ଅଳ୍ପ କିଛି ପାଣି ଦେଇକି ଆକୁ ଖାଇପାରିବେ ଯେମିତି ଆପଣଙ୍କୁ ପସନ୍ଦ। ଦେଖନ୍ତୁ ଏଠି ଆମର ଗରମା ଗରମ ଢାବା ଷ୍ଟାଇଲର ଅଣ୍ଡା ମସଲା ପୁରା ରେଡି ହେଇଯାଇଛି। ଲାଷ୍ଟଲି ଏଇ ଅଣ୍ଡା ମସଲାରେ ମୁଁ ଆଗରୁ କାଟିକି ରଖିଥିବା ଧନିଆ ପତ୍ରକୁ ଦେଇକି ଗାର୍ନିଶ କରିନଉଛି। ଆପଣ ଆକୁ ଗରମ ଭାତ ସହିତ ରୁଟି, ପରଠା କିମ୍ବା ନାନ୍ ସହିତ ଖାଇପାରିବେ। ଏଇଟା ବହୁତ ବଢିଆ ଲାଗିଥାଏ। ଆପଣ ଏହି ଅଣ୍ଡା ମସଲାକୁ ଥରେ ଘରେ ନିଜେ ବନେଇକି ଖାଇ ଦେଖନ୍ତୁ। ଆକୁ ବନାନ୍ତୁ ଆଉ ବନେଇକି ଖାଇଲା ପରେ କେମିତି ଲାଗିଲା ମତେ କମେଣ୍ଟ ବକ୍ସରେ କମେଣ୍ଟ କରିବାକୁ ବିଲକୁଲ ବି ଭୁଲିବେନି। ଆଉ ତା ସହିତ ଆଜିର ରେସିପିଟି ଯଦି ଆପଣମାନଙ୍କୁ ଟିକିଏ ବି ଭଲ ଲାଗିଛି ତାହେଲେ ଲାଇକ୍ ତ ନିଶ୍ଚିନ୍ତ କରନ୍ତୁ। ତା ସହିତ ଅଧିକରୁ ଅଧିକ ସେୟାର କରନ୍ତୁ। ତେବେ ଆଜି ପାଇଁ ରହିଲି। ଦେଖାହବା ଆଉ ଗୋଟେ ନୂଆ ରେସିପି ସହିତ। ଧନ୍ୟବାଦ।